କ'ଣ ଆପଣ ମଧ୍ୟ ନୂତନ ରାସନ କାର୍ଡ଼ ପାଇଁ ଆବେଦନ କରିଛନ୍ତି କି? ଯଦି କରିଛନ୍ତି ତାହେଲେ ଏହି ଅପଡ଼େଟ୍ ଆପଣ ସମସ୍ତଙ୍କ ପାଇଁ। ସରକାରଙ୍କ ନୂଆ ଘୋଷଣା। ଆଗରୁ ସରକାର କହିଥିଲେ ରାସନ ପାଇବା ପାଇଁ ହେଲେ ଇକେୱାଇସି ବାଧ୍ୟତାମୂଳକ ଅଟେ, କିନ୍ତୁ ବର୍ତ୍ତମାନ ଆପଣମାନେ ଯଦି ଦେଖିବେ ପାଖାପାଖି 85% ଲୋକ ଇକେୱାଇସି କରିଛନ୍ତି, କିନ୍ତୁ ଏବେ ବି ଆହୁରି 15% ଯାହାକି 50 ଲକ୍ଷରୁ ଅଧିକ ଲୋକ ବର୍ତ୍ତମାନ ସୁଦ୍ଧା ଇକେୱାଇସି କରିନାହାନ୍ତି। ପୂର୍ବରୁ ସରକାର କହିଥିଲେ ଜାନୁଆରୀ ମାସ 1 ତାରିଖ ହେଉଛି ଇକେୱାଇସିର ଶେଷ ତାରିଖ, କିନ୍ତୁ ସେଥିରେ ଆସିଛି ବଡ଼ ଅପଡ଼େଟ୍। ବର୍ତ୍ତମାନ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ ଜାନୁଆରୀ ମାସ 15 ତାରିଖ ପର୍ଯ୍ୟନ୍ତ ଆପଣମାନେ ଇକେୱାଇସି କରିପାରିବେ, କିନ୍ତୁ ଯେଉଁମାନେ ଓଡ଼ିଶା ବାହାରେ ରହୁଛନ୍ତି ସେମାନଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ଥିଲା ଇକେୱାଇସି, ଯାହାର ସମାଧାନ ଘୋଷଣା କରିଛନ୍ତି ସରକାର। ତାଙ୍କ କଥା ଅନୁଯାୟୀ ଯେଉଁମାନେ ଓଡ଼ିଶା ବାହାରେ ରହୁଛନ୍ତି ସେମାନେ ନିଜ ପ୍ରଶାସନକୁ ଖବର ଦେବେ, ଆଉ ଖବର ଦେଲା ପରେ ସ୍ୱତନ୍ତ୍ର ଏକ ଟିମ୍ ତାଙ୍କ ପାଖକୁ ଯିବ ଏବଂ ତାଙ୍କଠାରୁ ଇକେୱାଇସି କରାଇବ। ନିଶ୍ଚିତ ରୂପରେ ଏହା ବହୁତ ବଡ଼ ଅପଡ଼େଟ୍ଟିଏ, କାରଣ ବହୁତ ଜଣ ଏମିତି ଅଛନ୍ତି ଯେଉଁମାନେ କାମ କରିବା ପାଇଁ ଓଡ଼ିଶା ବାହାରକୁ ଯାଇଛନ୍ତି ଆଉ କୌଣସି କାମବଶତଃ ସେମାନେ ଗାଁକୁ ଫେରି ପାରୁନାହାନ୍ତି। କିନ୍ତୁ ଏହା ମଧ୍ୟ ସତ୍ୟ ଅଟେ, ଯଦି ଆପଣ ଇକେୱାଇସି କରୁନାହାନ୍ତି ତାହେଲେ ନିଶ୍ଚିତ ଭାବରେ ଆପଣ ନାଁ କଟିଯିବ ରାସନ କାର୍ଡ଼ରୁ। କିନ୍ତୁ ଏହାରି ଭିତରେ ଯେଉଁମାନେ ନୂତନ ଆବେଦନକାରୀ ଅଛନ୍ତି ସେମାନଙ୍କ ମନରେ ସଂଶୟ ଜାତ ହୋଇଛି ଯେ ସେମାନେ ଅନେକ ଦିନ ହେଲାଣି ରାସନ କାର୍ଡ଼ ପାଇଁ ଆବେଦନ କରିଛନ୍ତି, କିନ୍ତୁ କେବେ ପାଇବେ ରାସନ କାର୍ଡ଼। ଏଥିରେ ମଧ୍ୟ ଆସିଛି ବଡ଼ ଅପଡ଼େଟ୍। ଯୋଗାଣ ମନ୍ତ୍ରୀଙ୍କ କଥା ଅନୁଯାୟୀ ଜାନୁଆରୀ ମାସ 15 ତାରିଖ ପର୍ଯ୍ୟନ୍ତ ଇକେୱାଇସି ଚାଲିବ ଏବଂ ଜାନୁଆରୀ ଶେଷ କିମ୍ବା ଫେବୃଆରୀ ପ୍ରଥମ ସପ୍ତାହରେ ଆପଣମାନେ ନୂଆ କାର୍ଡ଼ ପାଇପାରିବେ। ଅବଶ୍ୟ ତା ପାଇଁ କୌଣସି ସ୍ୱତନ୍ତ୍ର ତାରିଖ ଘୋଷଣା କରିନାହାନ୍ତି ସରକାର। ତେଣୁ ଯେଉଁମାନେ ରାସନ କାର୍ଡ଼ ପାଇଁ ଆବେଦନ କରିଛନ୍ତି ସେମାନେ ନିର୍ଭୟର ସହିତ ଆଉ ଗୋଟେ ମାସ ଅପେକ୍ଷା କରନ୍ତୁ ଏବଂ ଯେଉଁମାନେ କରିନାହାନ୍ତି ଯଥାଶୀଘ୍ର ଯାଇ ଆବେଦନ କରନ୍ତୁ। ଆଉ ଯେଉଁମାନେ ଓଡ଼ିଶା ବାହାରେ ରହୁଛନ୍ତି ବା ବର୍ତ୍ତମାନ ପର୍ଯ୍ୟନ୍ତ ଇକେୱାଇସି କରିନାହାନ୍ତି ଯଥାଶୀଘ୍ର ଇକେୱାଇସି କରାଇ ନିଅନ୍ତୁ, କାରଣ ଥରେ ନାଁ କଟିଗଲେ ତାକୁ ପୁନର୍ବାର ଯୋଡ଼ିବା ବହୁତ କଷ୍ଟକର ହୋଇପଡ଼ିବ। ତେଣୁ ଆଶା କରୁଛି ଆପଣ ସମସ୍ତଙ୍କୁ ଅପଡ଼େଟ୍ଟି ଭଲ ଲାଗିଥିବ। ଯଦି ଅପଡ଼େଟ୍ଟି ଭଲ ଲାଗିଛି ତାହେଲେ ନିଶ୍ଚିତ ଭାବରେ ଆମ ଚ୍ୟାନେଲକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ଆପଣମାନେ ପ୍ରତ୍ୟେକ ଦିନ ଏଇଭଳି କିଛି ନା କିଛି ନୂଆ ଅପଡ଼େଟ୍ ପାଇପାରିବେ। ପୁଣି ଦେଖା ହେବ ଆଉ ଗୋଟେ ଅପଡ଼େଟ୍ ସହିତ। ଜୟ ଜଗନ୍ନାଥ।